ସାର୍ ଏମିତି କୁକୁଡ଼ା ପକେଇଥିଲୁ। କୁକୁଡ଼ା ବର୍ତ୍ତମାନ ଅଟୋମେଟିକ୍ ଛୋଟ ଛୋଟ ହେଇକି ମଲେ। ମରିବା ପରେ ସାର୍ମାନେ ସମସ୍ତେ ଆସିଲେ। ଆଉ ମୋର ମାତ୍ର 1000 କୁକୁଡ଼ା ଥିଲେ। ସାର୍ମାନେ ବାଡ଼େଇକି ମାରିଲେ। ମାରିକି ତାକୁ ଗାଡ଼ିରେ ନେଇକି ଅଲଗା ଜାଗାରେ ପୋତିଛନ୍ତି। ଆଉ ଫାର୍ମ ବି ସାନିଟାଇଜର କରିଛନ୍ତି। ଆଉ ଆମେ ତ ଏଇଥିରେ ଦୁଃଖରେ ଅଛୁ। ଏଇ ଫାର୍ମ କରିକି ଏଇଥିରେ ହିଁ ପିଲା ଛୁଆ ପାଠ ପଢିବେ, ଏଇଥିରେ ହିଁ ଖାଇବୁ, ଏଇକୁ ହିଁ ବଞ୍ଚିବୁ। କିନ୍ତୁ ଏ ତ ଏଇ ଯୋଉ ଦୁର୍ଭାଗ୍ୟ ପରିସ୍ଥିତି ଆସି ପହଞ୍ଚିଛି ଯେ କଣ ଖାଇବୁ, କେମିତି ବଞ୍ଚିବୁ, କେମିତି ରହିବୁ, ଆମେ ବି କିଛି ଚିନ୍ତା କରିପାରୁନୁ। ଯାହା ଥିବ ଆମ ଭାଗ୍ୟରେ ଆମେ ଯାହା କରିବୁ। କିନ୍ତୁ ସବୁ ସହଯୋଗ ସରକାରଙ୍କ ତରଫରୁ ସବୁ ସହଯୋଗ ଆମକୁ ମିଳୁଛି। ସମସ୍ତେ ଆସି ବର୍ତ୍ତମାନ ନିଜେ ନିଜେ ସାନିଟାଇଜର କରି ନିଜେ ଫାର୍ମକୁ ୱାଶ କରି ନିଜେ ପକାପକି କରି ସବୁ କରୁଛନ୍ତି। ଆମେ ଖାଲି ସହଯୋଗ ଟିକେ କରୁଛୁ, କିନ୍ତୁ ଆମକୁ ସେ ହାତ ମରି ଦଉନାହାନ୍ତି। ଯେହେତୁ କହୁଛନ୍ତି ନାଇଁ ତମେ ବିପି କିଟ୍ ପିନ୍ଧିନ ବୋଲି ଆମେ ବାହାରେ ରହୁଛୁ, ସେମାନେ ସବୁ କରୁଛନ୍ତି। ଆଜି ସାନିଟାଇଜର ଚୂନ ମାରିଲେ, ବ୍ଲିଚିଂ ମାରିଲେ, ଫର୍ମାଲିନ ସ୍ପ୍ରେ କଲେ, ଆଉ ସବୁପଟ ଧୁଆ ଧୁଇ କରି ନିଜେ ପାଣି ମାରି ନିଜେ ଧୁଆ ଧୁଇ କରି ନିଜେ ପରିଷ୍କାର କରି ସବୁ କାମ ସାରି ଯାଇଛନ୍ତି। ମାନେ ସେମିତି ପଇସା କିଛି ଆମକୁ କହିନାହାନ୍ତି ସରକାରଙ୍କ ତରଫରୁ ଦେବା ପାଇଁ। ଦେଲା ପରେ ଆମେ ଜାଣିବୁ କଣ ଦେବେ, ଆମେ ସେଟା କହିବୁ ଇଏ କରିକି। ଯେତେବେଳେ ପାଇବୁ ସେତେବେଳେ କହିବୁ ଯେ ସରକାର ଆମକୁ ଏତିକି ଟଙ୍କା ଦେଲେ ବୋଲି। ହଁ, ଆମର ତ ସମ୍ପୂର୍ଣ୍ଣ କ୍ଷତି। ଆମର ତ କିଛି ଲାଭ ହିଁ ହେଲାନି। କ୍ଷତି ଯାହା ସରକାରଙ୍କ ତରଫରୁ ମିଳିବ ତାକୁ ହିଁ ପାଇକି ପିଲା ଛୁଆ ସଂସାର ଚଳେଇବୁ। ଆଉ ପିଲା ଛୁଆଙ୍କ ପାଠ ପଢା, ଘରେ ଖାଇବା ସବୁ ଆମେ କଣ କରିବୁ, କେମିତି ବଞ୍ଚିବୁ କେମିତି।